ମାର୍ଚ୍ଚ 27 ତାରିଖ ଦିନ ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ଭବନଠାରେ ସାପ୍ତାହିକ ପ୍ରେରଣାର 21ତମ ସ୍ୱର୍ଣ୍ଣକ୍ଷେତ୍ର ଦିବସ ପାଳନ ହେବାକୁ ଯାଉଛି। ଏହି ଅବସରରେ ଆଜି ବଲାଙ୍ଗୀର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପ୍ରେରଣା ପକ୍ଷରୁ ତଥା ସ୍ୱେଚ୍ଛାସେବୀ ସଂଗଠନ ସମ୍ପୂର୍ଣ୍ଣର ସହଯୋଗରେ ମହିଳା ଛାତ୍ରୀମାନଙ୍କୁ ନେଇ ଏକ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରୀମାନେ ଭାଗ ନେଇ ବିଭିନ୍ନ ରଙ୍ଗର ଚିତ୍ର ପ୍ରସ୍ତୁତ କରିଥିଲେ। ଏଥିରେ ବିଚାରକ ଭାବରେ ଚିତ୍ରଶିଳ୍ପୀ ସତ୍ୟ ସିଂଦେଓ, ସ୍ୱରୂପରାଣୀ ଠାକୁର ଓ ରଶ୍ମିତା ଡାକୁଆ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କ ନାମ ଘୋଷଣା କରିଥିଲେ। ପ୍ରେରଣାର ସମ୍ପାଦକ ରଘୁନନ୍ଦନ ସିଂଙ୍କ ପରିଚାଳନାରେ ଆୟୋଜିତ ଏହି ପ୍ରତିଯୋଗିତାରେ ସ୍ୱେଚ୍ଛାସେବୀ ସଂଗଠନ ସମ୍ପୂର୍ଣ୍ଣର ସଭାନେତ୍ରୀ ସନ୍ତୋଷୀ ମେହର, ସମ୍ପାଦିକା ସଞ୍ଚଳୀ ଶତପଥୀ, ସଭ୍ୟା ପୁଷ୍ପାଞ୍ଜଳି ମେହର, ସଚଳା ମେହରଙ୍କ ସମେତ ଶିକ୍ଷାବିତ ମନୋରଞ୍ଜନ ସାହୁ, କବି ତଥା ସାମ୍ବାଦିକ ସନ୍ଦୀପ କୁଁୱର, ରାଜେଶ ପାଣିଗ୍ରାହୀ, ଶିକ୍ଷକ ସତ୍ୟାନନ୍ଦ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା ମାର୍ଚ୍ଚ 16 ତାରିଖ ସକାଳେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ଥାନୀୟ ପିପି ଏକାଡେମୀଠାରେ 3ଟି ବିଭାଗରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ब्यूरो रिपोर्ट प्रेरणा न्यूज।